ସୁନ୍ଦର ଗାଁ ନିକଟରେ ଏକ ବଡ଼ ପୋଖରୀ ଥିଲା। ସେହି ପୋଖରୀର ପାଣି ସଦା ସଫା, ଶାନ୍ତ ଓ ଶୀତଳ ରହୁଥିଲା। ପୋଖରୀର ଚାରିଆଡ଼େ ସବୁଜ ଗଛ, ଫୁଲ ଓ ଘାସରେ ପରିପୂର୍ଣ୍ଣ ପରିବେଶ ଥିଲା। ସେଠାରେ ଅନେକ ପଶୁପକ୍ଷୀ ମିଳିମିଶି ରହୁଥିଲେ। ସେହି ପୋଖରୀରେ ରହୁଥିଲା ଗୋଟିଏ ବୁଦ୍ଧିମାନ କଇଁଛ। ତାହାର ନାମ ଥିଲା ଧୀରୁ। ଧୀରୁ ବହୁତ ଶାନ୍ତ, ଧୀର ଓ ଭାବୁକ ସ୍ୱଭାବର ଥିଲା। ସେ କମ୍ କଥା କହୁଥିଲା, କିନ୍ତୁ ସେ ସବୁବେଳେ ଭାବିଚିନ୍ତି କଥା କହୁଥିଲା। ଏହି ପୋଖରୀରେ ପ୍ରତିଦିନ ଆହାର କରିବା ପାଇଁ ଦୁଇଟି ବଗ ଚଢ଼େଇ ଆସୁଥିଲେ। ଗୋଟିଏର ନାମ ଥିଲା ଧଳା, ଅନ୍ୟଟିର ନାମ ନୀଳା। ଧଳା ଓ ନୀଳା ଦୁଇଜଣ ଧୀରୁର ଖୁବ୍ ଭଲ ମିତ୍ର ଥିଲେ। ଧଳା ଓ ନୀଳା ଦୁଇଜଣ ଆକାଶରେ ଉଡ଼ିବାକୁ, ଦୂରଦୂରାନ୍ତର ଦେଖିବାକୁ ଏବଂ ନୂଆ ନୂଆ ସ୍ଥାନ ଜାଣିବାକୁ ବହୁତ ପସନ୍ଦ କରୁଥିଲେ। ଧୀରୁ, ଧଳା ଓ ନୀଳା ତିନିଜଣ ଧୀରେ ଧୀରେ ଗଭୀର ମିତ୍ର ହୋଇଗଲେ। ପ୍ରତିଦିନ ସକାଳେ ଧଳା ଓ ନୀଳା ଦୁଇଜଣ ପୋଖରୀ କୂଳରେ ବସି ଧୀରୁ ସହ କଥା ହେଉଥାନ୍ତି। ଦିନେ ଧଳା ଧୀରୁକୁ କହିଲା, ଧୀରୁ ଭାଇ, ତମେ ସଦାସର୍ବଦା ଏହି ପୋଖରୀରେ ବୁଡ଼ି ରହୁଛ, ତୁମକୁ ବିରକ୍ତ ଲାଗୁନି? ତୁମକୁ କେବେ ବାହାର ଦୁନିଆ ଦେଖିବାକୁ ମନ କରୁନି? ଧୀରୁ ଅଳ୍ପ ହସିଦେଇ କହିଲା, ମୋ ପାଇଁ ଏହି ପୋଖରୀ ହେଉଛି ସାରା ଦୁନିଆ। ଏଠାରେ ମୋର ସୁଖ ଅଛି। ନୀଳା ଧୀରୁକୁ କହିଲା, କିନ୍ତୁ ଧୀରୁ, ଆକାଶ ଉପରୁ ଦୁନିଆ ବହୁତ ସୁନ୍ଦର ଦେଖାଯାଏ। ଏମିତି କଟୁଥିଲା ସେମାନଙ୍କର ହସଖୁସି ଜୀବନ। ଦିନେ ହଠାତ୍ ଗରମ